ଦେଖନ୍ତୁ ସେ ଫାଇଲଟାକୁ କୌଣସି ହିସାବରେ ବାହାର କରିବାର ଆବଶ୍ୟକତା ରହିଛି। ଆଉ ସେ ଫାଇଲ ଯଦି ନ ମିଳିବ ଯଦି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କର ସରସ୍ୱତୀଙ୍କର ହତ୍ୟାକାଣ୍ଡର କୌଣସି ଦିଗ ବାହାରିବ ନାହିଁ। ଏବଂ ଏଇ ସରକାର ହେଲା ଦିନଠୁ ଏବଂ ପୂର୍ବରୁ ବି ମୁଁ ଚାରିଟି ହତ୍ୟାକାଣ୍ଡର ବିଷୟରେ CBIକୁ ଦେବା ବିଷୟରେ ମୁଁ କହି ଆସୁଛି। ଏକ ନବଦାସ ହତ୍ୟାକାଣ୍ଡ ମଧ୍ୟ CBI ତଦନ୍ତ ପରିସରକୁ ଆଇବା କଥା। 2 ନମ୍ବର ଜିନିଷ ହେଲା ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ହତ୍ୟାକାଣ୍ଡ ମଧ୍ୟ CBIର ତଦନ୍ତ ପରିସରରେ ଆସିବା କଥା। ଆଉ ଏଇ ଯେଉଁ କଳାହାଣ୍ଡିର ମମିତାରଟା ବି ମମିତା ଏବଂ ତାର ଆଉ ଜଣେ ଯେଉଁ ଜେଲ୍ ଭିତରେ ମୃତ୍ୟୁ ହେଲା ସେଇଟା ବି ହେବା କଥା। ଆଉ ଏଇ ଯେଉଁ ମାହାଙ୍ଗା ଟ୍ରିପଲ୍ ମର୍ଡ଼ର କଥା ବି ଆସିବା କଥା। ଇଏ ଆମର ନୟାଗଡ଼ର ଯେଉଁ ପରୀ ହତ୍ୟାକାଣ୍ଡ ବି ଏସବୁ ଗୁଡ଼ାକ ତଦନ୍ତ ପୁନର୍ବାର ହେବା କଥା ଏବଂ ଯେଉଁମାନେ ପ୍ରକୃତରେ ଦୋଷୀ ତାର ଉପରେ କାର୍ଯ୍ୟାନୁଷ୍ଠାନ ହେବାର କଥା। ଫାଇଲଟି ଗାୟବ କେମିତି ହେବ? ଫାଇଲଟି ମନେକର ଗୋଟିଏ ଫାଇଲ ମୁଁ ବାହାର କଲି ଡିଲିଂ ଆସିଷ୍ଟାଣ୍ଟ, ତ ସେ ଫାଇଲଟା ସେ କାହା ପାଖକୁ ଯାଉଛି ସେ ଖାତାରେ ରେଜିଷ୍ଟର୍ଡ ହେବ, ଚୋରି କେମିତି ହେଇଯିବ? ଏଇଟା ମୋତେ ତ କାହିଁ ବିଶ୍ୱାସ ହେଉନି। ଚୋରି ଯଦି ହେଇଥିବ ବୋଲେ ଯେଉଁମାନେ ଚୋରି କରିଛନ୍ତି ତାଙ୍କ ନାଁ ତ ରେଜିଷ୍ଟରରେ ଥିବ ନା, ତାର ଉପରେ ଇମିଡ଼ିଏଟ୍ ଆକ୍ସନ୍ ହେବାର କଥା, ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଅନେକ ତଥ୍ୟ ବାହାରିବ, ତାକୁ ପୁଲିସ କଷ୍ଟଡିରେ ନେଇକରି ତାକୁ ତଦନ୍ତ କରିବାର କଥା। ଛାନବିନ ହେଉଛି, ବାହାରିବ, ଫାଇଲ କୁଆଡ଼େ ଯିବ? ବାହାରିବ, ଚିରି ଚାରି ଦେଇଥିବେ, କ'ଣ କରିଥିବେ, କିନ୍ତୁ ଫାଇଲଟା ବାହାରିବ। ଫାଇଲ କିଏ ନେଇଛେ, କ'ଣ ନେଇଛେ, କ'ଣ ବାହାରିବ। ଉପସଚିବ କିନ୍ତୁ ଯାଇ ଥାନାରେ FIR ଦେଲେ, କହିଲେ ଯେ ଫାଇଲ ଚୋରି ହେଇଯାଇଛି ବା ଗାୟବ ହେଇଯାଇଛି କୁଆଡ଼େ। ଆଉ ଯଦି ଆପଣଙ୍କ ସବୁ ଜିନିଷ ରେକର୍ଡ ମେଣ୍ଟେନ୍ ହେଉଛି, ରେକର୍ଡ ମେଣ୍ଟେନ୍ ହୁଏ। ଗୋଟେ ଅଫିସରେ ଆପଣମାନେ ବି ଗୋଟିଏ ନ୍ୟୁଜ୍ଟେ ଦେଲେ, କିଏ ଏ ନ୍ୟୁଜ୍ଟା ଦେଇଛି ଏଇଟା କ'ଣ ଆପଣଙ୍କର ଏଇଠି ରେକର୍ଡ଼ ହେଉନାହିଁ? ଫାଇଲଟା ମନେକର ଏ ଫାଇଲଟା କେଉଁ ସେକ୍ସନରେ ଡିଲିଂ କ୍ଲାର୍କ କିଏ, ତାର ଡିଲିଂ ଅଫିସର୍ସ କିଏ, କ'ଣ ରେକର୍ଡ଼ ନଥିବ? ଫାଇଲଟା ମନେକର କିଏ ଗୋଟେ ମାଗିଲା ରେଜିଷ୍ଟରରେ ନଥିବ, କିଏ ଫାଇଲ କଲଫର କଲା ଲୋକର ନାଁ ଥିବ, ସେ ଫେରେଇଲା କି ନାହିଁ ତାର ନାଁ ଥିବ। ଆମେ ବି କିଛି ଦିନ ପ୍ରଶାସନରେ ଥିଲୁ, ଆମେମାନେ ବି ଯେଉଁ ଆମର ହିସାବରେ ହୁଏତ ଫାଇଲ ଏପଟ ସେପଟ ହେଇଯାଇଥାଇପାରେ, କିନ୍ତୁ ଫାଇଲ ଚୋରି ହେବାଟା ମୋତେ କାହିଁ ଗ୍ରହଣ ଲାଗୁନାହିଁ। ବିଶେଷ କରି ତଦନ୍ତ କଲେ ନିଶ୍ଚିତ ଭାବରେ ଜଣାପଡ଼ିବ। ନବୀନ ବାବୁଙ୍କ ପାଖକୁ ଯାଇଥିଲା ସେ ଫାଇଲ, ସେତେବେଳେ ଏକଥା ବି ମେନସନ୍ କରାଯାଇଥିଲା, ନବୀନ ବାବୁ ମାଗିଥିଲେ, ତାପରେ ସରକାର ରିମାଇଣ୍ଡ କରିଥିଲେ। ବର୍ତ୍ତମାନ ଆପଣଙ୍କ ନବୀନ ବାବୁ ନିଅନ୍ତୁ କି ଯିଏ ମୁଖ୍ୟମନ୍ତ୍ରୀ ଥିଲାବେଳେ ନିଅନ୍ତୁ, ଫାଇଲ ଯଦି ଚୋରି ହେଇଛି କି ଫାଇଲର କୌଣସି ଗୋଟିଏ ଆଲଫାବେଟ୍ ବି ଚେଞ୍ଜ କରାହେଇଛି, ତାହେଲେ ତାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା।